ଆଜିର ଚାଲିଶଟି ଅନୁଚିନ୍ତା ଯାହା ଆପଣଙ୍କ ଜୀବନକୁ ବଦଳେଇ ଦବ। ଏକ ଯେ ପର୍ଯ୍ୟନ୍ତ ନିଜର ହାତ ଗୋଡ଼ ଚାଲୁଛି ଏବଂ ସୁସ୍ଥ ଅଛ, ନିଜେ ନିଜ କାମ କର। ଅନ୍ୟର ଆଶ୍ରୟରେ ରହିବା କି ପ୍ରୟୋଜନ? ନିଜ ପେଟ ପୋଷିବା ପାଇଁ ଚେଷ୍ଟା କର। ନିଜର ଭବିଷ୍ୟତ ନିଜେ ଗଢ଼ିବା ପାଇଁ ଉଚିତ ମାର୍ଗ ଗ୍ରହଣ କର। ଅନ୍ୟ ଉପରେ ବୋଝ ହୋଇ ରୁହ ନାହିଁ। ଦୁଇ କାହାର ଅଭିଶାପ ଆମକୁ ଖରାପ କରିପାରିବ ନାହିଁ କି କାହାର ଆଶୀର୍ବାଦ ଆମକୁ ଭଲ କରିପାରିବ ନାହିଁ। ସବୁ ଆମ କର୍ମ ଉପରେ ନିର୍ଭର କରେ। ତେଣୁ କର୍ମକୁ ବିଶ୍ୱାସ କର। କର୍ମ ହିଁ ଭଗବାନ। ତିନି ପୃଥିବୀରେ ଏମିତି କେହି ବ୍ୟକ୍ତି ନାହିଁ ଯାହାର କିଛି ସମସ୍ୟା ନାହିଁ, ଆଉ ପୃଥିବୀରେ ଏମିତି କିଛି ସମସ୍ୟା ନାହିଁ ଯାହାର କିଛି ସମାଧାନ ନାହିଁ। ଲକ୍ଷ୍ୟ ଯେତେ ଉଚ୍ଚ ହୋଇଥାଇ ନା କାହିଁକି ରାସ୍ତା ସବୁବେଳେ ପାଦତଳେ ହିଁ ଥାଏ। ଚାରି ଗୋଟେ ପ୍ରଜାପତି ଭି ଜାଣିନଥାଏ ତାର ଡେଣାଗୁଡ଼ିକର ରଙ୍ଗ କିପରି। ଲୋକେ ହିଁ କହିଥାନ୍ତି ତାର ଡେଣାଗୁଡ଼ିକ କେତେ ସୁନ୍ଦର। ନିଜକୁ ଭି ଏମିତି ବନେଇ ଦିଅ ଯେମିତି ନିଜେ ତ ଜାଣିଥିବ, ହେଲେ ଲୋକେ କହିବେ ତୁମେ କେତେ ସୁନ୍ଦର। ଏଣୁ ସବୁବେଳେ ନିଜର କର୍ମ ଉପରେ ବିଶ୍ୱାସ ରଖନ୍ତୁ। ପାଞ୍ଚ ଭଲ ପାଇବାକୁ ତୁମ ଜୀବନର ଶ୍ରେଷ୍ଠ ବ୍ରତ ବୋଲି ଆଚର। ସମସ୍ତଙ୍କୁ ଭଲ ପାଅ, ଏମିତିକି ଶତ୍ରୁକୁ ବି। ଦେଖିବ ସମୟ ଆସିବ ସେତା ହିଂସା, ଈର୍ଷା, ପରଶ୍ରୀକାତରତା, ପ୍ରତିଶୋଧ ପରାୟଣତା ଭୁଲି ଭଲ ପାଇ ଶିଖିବ ଓ ତୁମକୁ ବି ଭଲ ପାଇବ। ସବୁଠୁ ବଡ଼ ସେବା ହିଁ ଜୀବନର ଖୁସିକୁ ଅନ୍ୟର ସାଥିରେ ବାଣ୍ଟିବା। ଯେତେ ପର୍ଯ୍ୟନ୍ତ ଆପଣ ନିଜର ସମସ୍ୟା ଓ ଦୁଃଖର କାରଣ ଅନ୍ୟକୁ ଦୋଷ ଦେଇଥାଅ, ତେବେ ଜାଣିନିଅ ଆପଣଙ୍କ ସମସ୍ୟା ଓ ଦୁଃଖ କେବେ ବି ଦୂର ହେବ ନାହିଁ। ସାତ ଭଗବାନ ହାତ ଦେଇଛନ୍ତି ଯଦି ଲେଖିବାକୁ ଏମିତି ଲେଖ ଯେମିତି ତାକୁ ପଢ଼ି ଶତ୍ରୁ ବି ତୁମକୁ ପ୍ରେମ କରିବ। ସେ ମସ୍ତିଷ୍କ ଦେଇଛନ୍ତି ବିଚାର କରିବାକୁ। ଏମିତି ବିଚାର କର ଯେମିତି ଦୋଷୀ ବି ଅନୁତାପର ଅଶ୍ରୁ ଝରାଇ ସୁଧୁରିଯିବ। ମନ ଓ ହୃଦୟ ଦେଇଛନ୍ତି ଭଲ ଚିନ୍ତା କରିବାକୁ। ଏମିତି ଚିନ୍ତା କର ଯେମିତି ପ୍ରତିଟି ପ୍ରାଣୀର ମଙ୍ଗଳରେ ଏ ଧରା ନାଚି ଉଠିବ। ତେବେ ଯାଇ ସିନା ତୁମେ ମଣିଷ ଶବ୍ଦର ମାନ ମର୍ଯ୍ୟାଦା ରଖିପାରିବ। ପରର ଦୁଃଖର ଆଖିରେ ସୁଖର ଲୁହ ଭରିବା, ଆଉ ଖୁସିର ଅଧରରେ ହସ୍ରମହୁ ଢାଳିବା ମହତ ଜନର ସୁଗୁଣ। ଅପରର ସଫଳତାର ପ୍ରଶଂସାରେ ଅହିଂସାର ତାଳି ମାରିବା ଓ ଅସଫଳତାର ଅଧୈର୍ଯ୍ୟରେ ଉତ୍ସାହର ହାତ ଆଉଁସା ଦେବା ଆଦର୍ଶ ବ୍ୟକ୍ତିର ପରିଚୟ। ପରିଶ୍ରମର ଫଳ ହୁଏତ ଜିତିବାରେ ମିଳିପାରେ, ନଚେତ୍ ଜିତିବାର ରାସ୍ତା ଦେଖାଇଥାଏ। ପରିଶ୍ରମର ଫଳ କେବେ ବ୍ୟର୍ଥ ଯାଏନା। ତେଣୁ ଅବିରତ ପରିଶ୍ରମ କରିବା ଦରକାର। 10 ବିବେକ ହେଉଛି ଏପରି ଏକ ରାସ୍ତା ତାକୁ ଠିକ୍ ଭାବେ ନ ଚିହ୍ନି ହେୟଜ୍ଞାନ କରିଗଲେ ବାଟବଣା ହେବାକୁ ପଡ଼େ। ଅସାବଧାନତାରେ ଗଲେ ଦୁର୍ଘଟଣାର ଶିକାର ହେବାକୁ ପଡ଼ିଥାଏ, ଆଉ ତାକୁ ଠିକ୍ ଭାବେ ଚିହ୍ନି ତା ନିୟମ ମାନି ଚାଲିଲେ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ଆନନ୍ଦ ଉପଭୋଗ କରି ହୋଇଥାଏ। 11 କ୍ଷୀର, ଦହି, ଛେନା, ଲହୁଣୀ ଓ ଘିଅ ଏ ସମସ୍ତେ ଗୋଟିଏ କୂଳରୁ ଜାତ ହୋଇ ମଧ୍ୟ ସମସ୍ତଙ୍କର ସ୍ୱାଦ ଅଲଗା, କାର୍ଯ୍ୟ ଅଲଗା ଓ ମୂଲ୍ୟ ବି ଅଲଗା। ଶ୍ରେଷ୍ଠତା ଜନ୍ମ ଯୋଗୁ ନୁହେଁ, ନିଜ କର୍ମ, ନିଜ କଳା ଓ ଅନ୍ତର୍ନିହିତ ଶକ୍ତିର ସଦୁପଯୋଗ ଦ୍ୱାରା ହୋଇଥାଏ। 12 ଅସହାୟକୁ ସବୁବେଳେ ଯେ ଜଣେ ସାହାଯ୍ୟ କରିପାରିବ ଏହାର କିଛି ମାନେ ଥାଏ, କିନ୍ତୁ ଜଣେ ଚାହିଁଲେ ସବୁବେଳେ ଜଣଙ୍କର ଦୁଃଖକୁ ଦୂର କରିବା ପାଇଁ ଈଶ୍ୱରଙ୍କ ପାଖେ ପ୍ରାର୍ଥନା କରି ପାରିବ। କାହିଁକି ନା ପ୍ରାର୍ଥନାରେ ଯେଉଁ ଶକ୍ତି ଥାଏ, ସେ ଶକ୍ତି ଦୁନିଆର କୌଣସି ଟଙ୍କା ପଇସା ପାଖେ ନଥାଏ। ଶାସ୍ତ୍ର କୁହେ ହୃଦୟରୁ କରାଯାଇଥିବା କୌଣସି କାର୍ଯ୍ୟ କେବେ ବୃଥା ଯାଇ ନଥାଏ। 13 ନିଜେ ଜଣେ ଶକ୍ତିଶାଳୀ ମନୁଷ୍ୟ ହେଲେ ଶକ୍ତିର ଉପଯୋଗ କରିପାରିବ। ମାତ୍ର ଅହଂଭର୍ତ୍ତି, ସୟାଭର୍ତ୍ତି, ହିଂସାବାଦ, ଈର୍ଷା, ବେଶ କାମନା, ବାସନାରେ ଯଦି ଡୁବି ରହି ନିଜକୁ ଶକ୍ତିଶାଳୀ ଭାବିବ କେବେ ବି ହେଲେ ଶକ୍ତିଶାଳୀ ହୋଇ ପାରିବ ନାହିଁ। ଯଦି ସେ ସବୁକୁ ତ୍ୟାଗ କରିବ, ତାହାହେଲେ ସୁମଣିଷ ହୋଇ ପାରିବ। 14 ଜୀବନରେ ଯେତେ ସମସ୍ୟା ଥାଉ ନା କାହିଁକି, ଚିନ୍ତା କଲେ ତାହା ଦ୍ୱିଗୁଣ ହୋଇଯାଏ। ନୀରବ ରହିଲେ ତାହା ଅଧା କମିଯାଏ। ଧୈର୍ଯ୍ୟ ରଖିଲେ ତାହା ସମ୍ପୂର୍ଣ୍ଣ ସମାପ୍ତ ହୁଏ। ଏବଂ ଭଗବାନଙ୍କୁ ପ୍ରାର୍ଥନା କଲେ ତାହା ସୁଖରେ ପରିଣତ ହୋଇଯାଏ। 15 ଅନ୍ୟଠାରୁ ସେବା ଚାହିଁବ ନାହିଁ, ବରଂ ଅନ୍ୟର ସେବା କରିବ। 16 ଅନ୍ୟଠାରୁ କିଛି ପାଇବା ଆଶା କରିବ ନାହିଁ।
ଯଦି ତୁମଠାରୁ କେହି କିଛି ପାଇବାକୁ ଆଶା କରିଥାଏ, ତାହା ପୂରଣ କରିବାକୁ ଚେଷ୍ଟା କରିବ। ସତର ସେଇମାନେ ହିଁ ସମ୍ପର୍କର ମାନେ ବୁଝିଥାନ୍ତି ଯିଏ ଭିତରେ କାନ୍ଦୁଥିଲେ ବି ଉପରେ ଖୁସି ରହି ଅନ୍ୟକୁ ଖୁସି ରଖିବାକୁ ଚେଷ୍ଟା କରନ୍ତି। ଅଥର ଜୀବନରେ ଦୁଃଖ ଓ କଷ୍ଟ ନଥିଲେ ଜୀବନଟା ସୁନ୍ଦର ହୋଇ ନଥାନ୍ତା। ଦୁଃଖଟ ସମସ୍ତଙ୍କ ଜୀବନରେ ଆସେ, କିନ୍ତୁ ତାକୁ ଧୈର୍ଯ୍ୟ ଓ ସାହସ ସହ ମୁକାବିଲା କରିଲେ ଦୁଃଖ ବି ସୁଖରେ ପରିଣତ ହୋଇଯାଏ। ଦୁଃଖ ସମୟରେ ନିଜ ସମ୍ପର୍କକୁ ଅଣଦେଖା କରନ୍ତୁ ନାହିଁ। 19 ପରର ଦୁଃଖର ଆଖିରେ ସୁଖର ଲୁହ ଭରିବା ଆଉ ଖୁସିର ଅଧରରେ ହସ୍ରମୁହଁ ଢାଳିବା ମହତ ଜଣର ସୁଗୁଣ ଅପରର ସଫଳତାର ପ୍ରଶଂସାରେ ଅହିଂସାର ତାଳି ମାରିବା ଓ ଅସଫଳତାର ଅଧୈର୍ଯ୍ୟରେ ଉତ୍ସାହର ହାତ ଆଉଁସା ଦେବା ଆଦର୍ଶ ବ୍ୟକ୍ତିର ପରିଚୟ। 20 ପରିଶ୍ରମର ଫଳ ହୁଏତ ଜିତିବାରେ ମିଳିପାରେ ନଚେତ୍ ଜିତିବାର ରାସ୍ତା ଦେଖାଇଥାଏ। ପରିଶ୍ରମର ଫଳ କେବେ ବ୍ୟର୍ଥ ଯାଏନା, ତେଣୁ ଅବିରତ ପରିଶ୍ରମ କରିବା ଦରକାର। 21 ବିବେକ ହେଉଛି ଏପରି ଏକ ରାସ୍ତା ତାକୁ ଠିକ୍ ଭାବେ ନ ଚିହ୍ନି ହେୟଜ୍ଞାନ କରିଗଲେ ବାଟବଣା ହେବାକୁ ପଡ଼େ। ଅସାବଧାନତାରେ ଗଲେ ଦୁର୍ଘଟଣାର ଶିକାର ହେବାକୁ ପଡ଼ିଥାଏ, ଆଉ ତାକୁ ଠିକ୍ ଭାବେ ଚିହ୍ନି ତା ନିୟମ ମାନି ଚାଲିଲେ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ଆନନ୍ଦ ଉପଭୋଗ କରି ହୋଇଥାଏ। 22 ଭଲ ପାଇବାକୁ ତୁମ ଜୀବନର ଶ୍ରେଷ୍ଠ ବ୍ରତ ବୋଲି ଆଚର। ସମସ୍ତଙ୍କୁ ଭଲ ପାଅ, ଏମିତିକି ଶତ୍ରୁକୁ ବି ଦେଖିବ ସମୟ ଆସିବ ସେତା ହିଂସା, ଈର୍ଷା, ପରଶ୍ରୀକାତରତା, ପ୍ରତିଶୋଧ ପରାୟଣତା ଭୁଲି ଭଲ ପାଇ ଶିଖିବ ଓ ତୁମକୁ ବି ଭଲ ପାଇବ। 23 ସବୁଠୁ ବଡ଼ ସେବା ହିଁ ଜୀବନର ଖୁସିକୁ ଅନ୍ୟର ସାଥିରେ ବାଣ୍ଟିବା। ଯେତେ ପର୍ଯ୍ୟନ୍ତ ଆପଣ ନିଜର ସମସ୍ୟା ଓ ଦୁଃଖର କାରଣ ଅନ୍ୟକୁ ଦୋଷ ଦେଇଥାଅ, ତେବେ ଜାଣିନିଅ ଆପଣଙ୍କ ସମସ୍ୟା ଓ ଦୁଃଖ କେବେ ବି ଦୂର ହେବ ନାହିଁ। 24 ଭଗବାନ ହାତ ଦେଇଛନ୍ତି ଯଦି ଲେଖିବାକୁ ଏମିତି ଲେଖ ଯେମିତି ତାକୁ ପଢ଼ି ଶତ୍ରୁ ବି ତୁମକୁ ପ୍ରେମ କରିବ। ସେ ମସ୍ତିଷ୍କ ଦେଇଛନ୍ତି ବିଚାର କରିବାକୁ, ଏମିତି ବିଚାର କର ଯେମିତି ଦୋଷୀ ବି ଅନୁତାପର ଅଶ୍ରୁ ଝରାଇ ସୁଧୁରିଯିବ। ମନ ଓ ହୃଦୟ ଦେଇଛନ୍ତି ଭଲ ଚିନ୍ତା କରିବାକୁ, ଏମିତି ଚିନ୍ତା କର ଯେମିତି ପ୍ରତିଟି ପ୍ରାଣୀର ମଙ୍ଗଳରେ ଏ ଧରା ନାଚି ଉଠିବ। ତେବେ ଯାଇ ସିନା ତୁମେ ମଣିଷ ଶବ୍ଦର ମାନ ମର୍ଯ୍ୟାଦା ରଖିପାରିବ। 25 ଜୀବନ ଗୋଟିଏ ରେଳ ଗାଡ଼ି ଯିଏ ପ୍ରତ୍ୟେକ ସମୟ ଚାଲିଥାଏ। ଲୋକେ ଆସନ୍ତି ଆଉ ଯାଆନ୍ତି, କୌଣସି ବି ଷ୍ଟେସନରେ ରୁହେ। କିଛି ନୂଆ ଲୋକ ଚଢ଼ନ୍ତି, କିଛି ପୁରୁଣା ଲୋକ ବାହାରି ଯାଆନ୍ତି। କିଛି ଲୋକ ଆପଣଙ୍କୁ ଭଲ ଲାଗନ୍ତି ଓ କିଛି ଲୋକ ଖରାପ। କିଛି ଲୋକ କମ୍ ସାଥ ଦିଅନ୍ତି ଓ କିଛି ଲୋକ ଅଧିକ। ଯେତିକି ସମ୍ଭବ ହୁଏ ପ୍ରେମର ଭାବ ବଣେଇ ରଖ, କିନ୍ତୁ ଧ୍ୟାନ ରଖନ୍ତୁ କେହି ବି ଏହି ଯାତ୍ରାର ଶେଷ ପର୍ଯ୍ୟନ୍ତ ସାଥିରେ ରୁହେ ନାହିଁ। ସେଥିପାଇଁ କାହାରିଠାରୁ ଏତେ ଆଶା ରଖନି କି ଯେବେ ତାର ଷ୍ଟେସନ ଆସିବ ତୁମେ ଦୁଃଖୀ ହେଇଯିବ। 26 ଗଡ଼ି ଖରାପ ହେଲେ ସୁଧାରିବାକୁ ବହୁତ ଲୋକ ମିଳିଯିବେ, କିନ୍ତୁ ସମୟକୁ ବଦଳାଇବା କେବଳ ନିଜ ଦ୍ୱାରା ହିଁ ସମ୍ଭବ। ନିଜକୁ ତୁଚ୍ଛ ମନେକର ନାହିଁ। ଆଜି ଯିଏ ଆମର ନିନ୍ଦା କରୁଛି କାଲିକି ଆମର ସିଏ ସ୍ତୁତି କରିବ। ଜୀବ ଯେପରି ଶୁଭ ବା ଅଶୁଭ କର୍ମ କରେ, ସେ ତାର ସେହିଭଳି ଫଳ ପାଇଥାଏ। 27 ଯେତେବେଳେ ଅଧିକ ହସୁଥିବା ଓ କହୁଥିବା ବ୍ୟକ୍ତି ଯଦି ଚୁପ୍ ହୋଇଯାଏ ତ ବୁଝିନେବ ସେ ମଣିଷ ଭିତରୁ ଭାଙ୍ଗି ଯାଇଛି। ସାହାଯ୍ୟ ସେ ହିଁ କରିଥାନ୍ତି ଯାହାର ପ୍ରକୃତ ହୃଦୟ ଅଛି, ନ ହେଲେ ଆଜିର ଲୋଭୀ ମଣିଷ ନିଜ ମାବାପାଙ୍କୁ ବି ଭୁଲି ଯାଉଛନ୍ତି। 28 ପ୍ରତ୍ୟେକ ବ୍ୟକ୍ତି ନିଜ ପରିଚୟ ପାଇଁ ଏ ସଂସାରରେ ଶ୍ରେଷ୍ଠ ଅଟନ୍ତି, କିନ୍ତୁ ବାସ୍ତବରେ ବ୍ୟକ୍ତିର ପରିଚୟ କ'ଣ ଅଟେ? କେବଳ ଚେହେରା, ପୋଷାକ, ଆର୍ଥିକ ମାଲିକ ବା ପଦବୀ ଅଟେ ନା ଆଉ କିଛି? ବାସ୍ତବରେ ବ୍ୟକ୍ତିର ଏସବୁ ପ୍ରକୃତ ପରିଚୟ ନୁହେଁ, କାରଣ ଚେହେରା ଓ ପୋଷାକ ଦିନେ ନଷ୍ଟ ହୋଇଥାଏ ଏବଂ ଅର୍ଥ ଓ ପଦବୀ ତୁମ ପରେ ଆଉ କାହାର ହୋଇଯାଏ। ଅର୍ଥାତ ବ୍ୟକ୍ତିର ବାସ୍ତବିକ ପରିଚୟ ନିଜ ସ୍ୱଭାବ ସଂସ୍କାର ଅଟେ, ଯାହାକି ବ୍ୟକ୍ତି ଏ ଦୁନିଆରୁ ଗଲାପରେ ମଧ୍ୟ ବଞ୍ଚି ରହେ। ଏଣୁ ନିଜ ବାସ୍ତବିକ ପରିଚୟର ବିଶେଷ ଧ୍ୟାନ ରଖନ୍ତୁ, ଯାହା ଆପଣଙ୍କୁ ସଦା ମନେ ରଖିବ। 29 ବ୍ୟକ୍ତି ନିଜ ଜୀବନରେ ପରିବର୍ତ୍ତନର ଇଚ୍ଛା ରଖନ୍ତି କି ମୋ ଜୀବନକୁ ମୁଁ ଏଭଳି ଢଙ୍ଗରେ ବଞ୍ଚିବି, କିନ୍ତୁ ପରିବର୍ତ୍ତନ ହେବା ପାଇଁ
से बहुत विलंब करिदिए। फलरे ताकू परिवर्तन हेबा पाई आउ समय ही मिले नाही। फलरे व्यक्ति को निराशर जीवन बितेइबाकू पड़े। एणु जाहा भाबंती ताकू एबे ही करंतु नचेत केबे मध्य करिहेब नाही। 30 वास्तवरे सबुकिछि सबु समयरे सठिक चाली थाए, किंतु निज अस्थिर मन कारणरू आमकू बेले बेले सबु किछि भूलभाल भली अनुभव हुए, किंतु वास्तवरे भूलभाल दुनियारे नुहे बरं निज मनरे चाली थाए। फलरे आमकू सबुकिछि भूलभालर अनुभव होइथाए। एणु सदा निज मनकू स्थिर रखंतु ओ चिंतामुक्त होई निज कर्तव्यर सठिक भावे पालन करंतु। देखिबे समस्या आपे दूर होइजिब। 31 सकाळ हेले फुलटी भाबुथाए, आजी सिए मंदिरकू जीवना मशानीकू जीव। तेणु निज जीवनकू ठीक भावरे उपभोग कर एवं अन्यकू बंचिबाकू दियो। अन्यर दुख समयरे ताकू साहाज्य कर, एमिति बेळ आसिब आपण करिथिबा सेवाकू समस्ते प्रशंसा करिब। 32 प्रत्यह रातिरे सज्जा धरिबा पूर्वरु अंततः दिन सारा कण करिछ तार विश्लेषण ओ तर्जमा कर। निजर भूल को चिह्नट कर, से भूलकू सुधारिबार योजना कौशल ओ प्रतिज्ञा करी कामरे लगाओ। देखिब अल्प केइदिन परे तुमे जणे भूल मनीषरू ठीक मनीष निश्चय होई पारिब। एल 33 जदि भाग्य तुम संग देउ नाही तेबे बुझी नियो जे परिश्रमरे अवहेला अछि। एपरी परिश्रम एमिति कर जेमिति भाग्य तुम साथ देबा पाई बाध्य हेब। एल 34 जदि अन्य काहा तुलना अपेक्षा तुमकू विलंबरे सफलता मिले तेबे आदौ मन दुख करंतु नाही, कारण छेत घर खूब जल्दी तैयारी होई जाए, किंतु महल तैयारी करिबाकू समय लागि थाए। 35 बुद्धिमान व्यक्ति सदा सफलता पछरे दौड़ी थांती, किंतु सफलता सदा विवेकवान व्यक्ति पछरे दौड़ी थाए। कारण सफलता जल सदृश्य अटे। जल को धरिबा पाई हाट मुठा नुह बरं हाट आंजुलार आवश्यक हुए, किंतु बुद्धिमान व्यक्ति निज बुद्धि कारणरू अहंकार रे आसी सफलता को निज हाट मुठारे रखिबाकू चाहंती, किंतु विवेकी व्यक्ति निज विवेकपण कारणरू सदा समर्पण भावे कर्म करिचालंती। फलरे अल्प बुद्धि रे मध्य अधिक सफलता प्राप्त करिथांती। एणु सफलता पछरे न पड़ी निजकू सफलतार योग्य बनांतु। देखिबे सफलता आपणंक पछे पड़िब। 36 जेउ व्यक्ति जीवन रे सदा निजकू परखी निज भूलकू सुधारे, से जीवनर मार्गरे सदा सफल ओ सम्मान प्राप्ति करिथाए, किंतु जेउ व्यक्ति सदा पर दोष ओ पर अवगुण पछरे पड़ंती, से सदा असफल ओ चिंता रे पड़ी दुख भोग करंती। एणु जीवन रे अन्यर भूल पाई समय को नष्ट न करी सदा निज पाई किछि समय रखंतु। फलरे निज कमजोर को जानी सुधारी पारिबे। 37 आजिर व्यक्ति अन्यमानंक निज प्रति हेउथिबा छोट छोट भूल पाई बहुत अभिमान करंती, किंतु निजकू थरे पचारंतु कि मग्या काहा प्रति किछि भूल हेउनी त, जदि आपणंक दृष्टिरे निजे हेउथिबा भूल गुडिक परिस्थितिर नियंत्रण हेउथिबा मानसिक स्थिति कारणरू प्रस्तुत होइथाए, तो अन्यमानंक हेउथिबा भूल मध्य कौनसी ना कौनसी परिस्थिति ओ मानसिक स्थिति ही होइथाए। कारण निज दृष्टि निज मानसिक स्थिति को बुझिबा अति सरल अटे, किंतु अन्यर समस्या ओ परिस्थिति उत्पन्न हेउथिबा मानसिक स्थिति को बुझिबा ही एक बुझाबना व्यक्ति लक्षण अटे। एणु अन्यर भूल पाई अभिमान करिबा त्याग करी सदा अन्यर परिस्थिति ओ अन्यर मानसिक स्थिति को बुझिबाकू चेष्टा करंतु एवं अभिमान बदलरे अन्यकू बुझी अन्यर सहायक हुअन्तु, जहा आपणंकू सदा महान रे परिणत कराइब। 38 कौनसी व्यक्ति जेबे अन्य व्यक्ति उपरे मंतव्य मेंतियंती, से मंतव्यर अधिकारी से निजे ही होइथांती। कारण जेबे कौनसी व्यक्ति प्रकृतिर अति सुंदर वर्णना करंती, तेबे लोके प्रकृति को नुह बरं वर्णना करिथिबा व्यक्ति को ही कविर उपाधि देइथांती। एणु निज जीवन रे आमे अन्य पाई जहा समालोचना करंती, ताहा अन्य को नुह बरं आमकू ही प्राप्त होइथाए।
ଏଣୁ ଯାହା ଆପଣଙ୍କୁ ପସନ୍ଦ ନୁହଁ ତାହା ଅନ୍ୟକୁ ଦିଅନ୍ତୁ ନାହିଁ, କାରଣ ଅନ୍ୟକୁ ଆମେ ଯାହା ପ୍ରଦାନ କରନ୍ତି ତାହା ଆମକୁ ହିଁ ପ୍ରାପ୍ତ ହୋଇଥାଏ। 39 ଲୁଣ ଭଳି କଡ଼ା ଜ୍ଞାନ ଦେଉଥିବା ବ୍ୟକ୍ତି ହିଁ ପ୍ରକୃତ ବନ୍ଧୁ, କାରଣ ଇତିହାସ ସାକ୍ଷୀ ଅଛି ଲୁଣରେ ଆଜିଯାଏ କେବେ ପୋକ ପଡ଼ିନାହିଁ। 40 ବାହାର ଦୁନିଆ ଯାହା ଦିଶୁଛି ତାହା ଜୀବନ ନୁହେଁ, ନିଜ ଘରର ପରିସ୍ଥିତି ଅନୁଯାୟୀ ବଞ୍ଚିବା ତାହାକୁ ଜୀବନ କୁହାଯାଏ। କେବେବି ନିଜକୁ ଅନ୍ୟମାନଙ୍କ ସହିତ ତୁଳନା ନ କରି ବଞ୍ଚିବା ଶିଖନ୍ତୁ।